ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଗୋଟିଏ ଭିଡ଼ିଓକୁ ସ୍ୱାଗତ କରୁଅଛି। ତା ସହିତ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ହୃଦୟ ସହିତ ଆନ୍ତରିକ ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, ଗୋଟିଏ କଥା ଆପଣ ବହୁତ ଦିନରୁ ବା ବହୁତ ବର୍ଷର ଆପଣ ଶୁଣି ଆସୁଥିବେ, ଯାହାକୁ କୁହାଯାଏ ରାଇସ୍ ବ୍ୟାଗ୍ କନଭର୍ସନ୍। ଆଉ ଯଦି ଆମେ ଏହାକୁ ଓଡ଼ିଆରେ ଅନୁବାଦ କରିବା ତେବେ ଏହାର ଅର୍ଥ ଏହା ହେବ ଯେ ଚାଉଳ ଦେଇକି ଧର୍ମାନ୍ତୀକରଣ ବା ଟଙ୍କା ଦେଇକି ଧର୍ମ ପରିବର୍ତ୍ତନ। ବିଶେଷ କରି ରାଇସ୍ ବ୍ୟାଗ୍ କନଭର୍ସନ୍ର ତାକୁ ଯଦି ଆମେ ବୁଝିବା ତେବେ ତା'ର ଅର୍ଥ ଏହା ହେବ ଯେ ଚାଉଳ ଦେଇକି ଧର୍ମ ପରିବର୍ତ୍ତନ, ଚାଉଳ ନେଇକି ଧର୍ମ ପରିବର୍ତ୍ତନ। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନଙ୍କର ମନେ ଥିବ ମାନେ କିଛି ଦିନ ତଳେ 7-8 ଜଣ ଆଦିବାସୀ ଲୋକମାନଙ୍କୁ ଡକେଇକି ଆଉ ସେମାନଙ୍କୁ ପଚରାଯାଉଛି ଯେ ତୁମେ କେମିତି ଧର୍ମ ପରିବର୍ତ୍ତନ କଲ, ତୁମକୁ ଚାଉଳ ମିଳିଥିଲା କି? ସେମାନେ କହୁଛନ୍ତି ନାହିଁ। ଆଉ ତୁମକୁ ଟଙ୍କା ମିଳିଥିଲା କି? ସେମାନେ କହୁଛନ୍ତି ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଏଥିରୁ ମାନେ ପରିଷ୍କାର ଭାବରେ ପ୍ରମାଣିତ ହୁଏ ଯେ ଖ୍ରୀଷ୍ଟିଆନ ଲୋକମାନେ କୌଣସି ପ୍ରକାରେ ଚାଉଳ ଦେଇକି କିମ୍ବା ନେଇକି ସେମାନେ ଧର୍ମ ପରିବର୍ତ୍ତନ କରନ୍ତି ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ପୂର୍ବ ଭିଡ଼ିଓରେ ମୁଁ କହିଥିଲି ଏ ବିଷୟରେ ଅଳ୍ପ କିଛି ମୁଁ କହିଥିଲି। ଆଜି ଆମେ ଆଉ ଟିକେ ଗଭୀର ଭାବରେ ଆଲୋଚନା କରିବା এই বিষয়টা। କାରଣ এই ଯେଉଁ ଭ୍ରାନ୍ତ ଧାରଣା এইটা କେବଳ ଓଡ଼ିଶାରେ ନୁହେଁ ପ୍ରିୟ ବନ୍ଧୁଗଣ, ପୁରା ସାରା ଭାରତରେ এই ଭ୍ରାନ୍ତ ଧାରଣା ରହିଅଛି ଯେ ଚାଉଳ ଦେଇକି ଧର୍ମ ପରିବର୍ତ୍ତନ କରାହେଉଛି। କଥାରେ ଗୋଟେ ଅଛି ବନ୍ଧୁଗଣ, ସୁନାମ କିମ୍ବା ଦୁର୍ନାମ ଅତି ଶୀଘ୍ର ବ୍ୟାପିଯାଏ। ଯଦି ଆପଣ ଭଲ କାମ କରିବେ ତେବେ ବି ଲୋକ ଆପଣଙ୍କୁ ପ୍ରଶଂସା କରିବେ, ଆପଣଙ୍କ ନାଁ ବ୍ୟାପିଯିବ। ଯଦି ଆପଣ କୌଣସି ଅପରାଧ କରନ୍ତି ତେବେ ମଧ୍ୟ ଆପଣଙ୍କ ନାଁ ବ୍ୟାପିଯିବ। ଆଉ ଏଇଟା ହେଉଛି ସେମିତି ଗୋଟେ ଗୁଜବ, ଧର୍ମ ପରିବର୍ତ୍ତନ, ଚାଉଳ ଦେଇକି ଧର୍ମ ପରିବର୍ତ୍ତନ ବା ଚାଉଳ ନେଇକି ଧର୍ମ ପରିବର୍ତ୍ତନ। ଆମେ ସେଇ ବିଷୟରେ ଆଲୋଚନା କରିବା। ଅନେକ ଖ୍ରୀଷ୍ଟିଆନ ବିରୋଧୀ ସେମାନେ ଭାବନ୍ତି ଆଉ ସେମାନେ ଷ୍ଟେଟମେଣ୍ଟ ମଧ୍ୟ ଦିଅନ୍ତି ଯେ ହୁଏତ ଏମାନଙ୍କର କିଛି ସ୍ୱାର୍ଥ ଅଛି, ଆଉ ନହେଲେ ଏମାନେ ଖ୍ରୀଷ୍ଟ ଧର୍ମ ଏମାନେ କାହିଁକି ପ୍ରଚାର କରୁଛନ୍ତି, ଏମାନେ ଯୀଶୁଙ୍କ ବିଷୟରେ କାହିଁକି ଏମାନେ ପ୍ରଚାର କରୁଛନ୍ତି। ଏମାନଙ୍କର ନିହାତି କିଛି ସ୍ୱାର୍ଥ ଥିବ। ତେବେ ଯଦି ଆମେ ଦେଖିବା, ସ୍ୱାର୍ଥ ତ ଅଛି କିନ୍ତୁ ଜାଗତିକ ଭାବରେ ନୁହେଁ। ତେବେ ଲୋକମାନେ କାହିଁକି ସେମାନେ ଖ୍ରୀଷ୍ଟିଆନ ଲୋକମାନେ କାହିଁକି ସେମାନେ ଯୀଶୁଙ୍କ ବିଷୟ ପ୍ରଚାର କରନ୍ତି? ଏଇଟା ହେଉଛି ମେନ୍ ପଏଣ୍ଟ। କ'ଣ ସେମାନଙ୍କୁ କିଛି ମିଳେ କି? ଯଦି ମିଳେ, କ'ଣ ମିଳେ ସେମାନଙ୍କୁ? ଆଉ ସତ କଥାଟା ହେଲା, ସେମାନଙ୍କୁ ନା କୌଣସି ସେମାନଙ୍କୁ ଚାଉଳ ମିଳେ, ନା ସେମାନଙ୍କୁ କୌଣସି ଅର୍ଥ ମିଳେ ବା ସେମାନଙ୍କୁ କୌଣସି ଟଙ୍କା ମିଳେ। କିନ୍ତୁ କ'ଣ ମିଳେ ସେମାନଙ୍କୁ? କିଛି ତ ମିଳୁଥିବ। ତେବେ ମିଳିବା ବିଷୟ ଯଦି ଆମେମାନେ ଆଲୋଚନା କରିବା ତେବେ ସେମାନଙ୍କୁ ଶାନ୍ତି ମିଳେ। ତେବେ ଜଗତ ଯେପରି ଶାନ୍ତି ଦାନ କରେ ସେଇ ଶାନ୍ତି ନୁହେଁ। ଜଗତ କେମିତି ଶାନ୍ତି ଦାନ କରେ? ଭଲ ଭଲ ଘରେ ରହିବା, ଆଉ ସୋଫା ଉପରେ ଶୋଇବା, 10-12 ଜଣ ଚାକର ଥିବେ, କିଛି କାମ କରିବାକୁ ପଡ଼ୁନଥିବ, ସେମାନେ ସବୁ କରିଦେଉଥିବେ, ଆଉ କୋଟି କୋଟି ବ୍ୟାଙ୍କ ବାଲାନ୍ସ ଥିବ, ଆଉ ଚେକଅପ୍ ନିମନ୍ତେ ପର୍ସନାଲ ଫ୍ୟାମିଲି ଡକ୍ଟର ଥିବେ। ଏ ସମସ୍ତ ବିଷୟ ହେଉଛି ଜଗତର ଆଡ଼ମ୍ବର ବା ଆପଣ କହିପାରିବେ ଇଏ ହେଉଛି ଜଗତ ଦେଉଥିବା ଶାନ୍ତି। କିନ୍ତୁ ଇଏ କ୍ଷଣ ମାତ୍ର ସ୍ଥାୟୀ। କିନ୍ତୁ ପ୍ରଭୁ ଯୀଶୁ କହିଲେ, ଜଗତ ଯେପରି ଶାନ୍ତି ଦାନ କରେ ମୁଁ ସେମିତି ଶାନ୍ତି ଦାନ କରିବା ନିମନ୍ତେ ଆସିନାହିଁ, କିନ୍ତୁ ମୁଁ ମୋ ନିଜର ଶାନ୍ତି ତୁମମାନଙ୍କୁ ଦାନ କରୁଅଛି। ତେବେ ପ୍ରଭୁ ଯୀଶୁ ଦେଉଥିବା ଶାନ୍ତି କିପରି? ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଉଥିବା ଶାନ୍ତି ଏମିତି ଏକ ଶାନ୍ତି, ଖାଇବାକୁ ନଥିଲେ ମଧ୍ୟ
ଆପଣ ଶାନ୍ତିରେ ରହିବେ। ଆପଣଙ୍କର ଘର ନଥିଲେ ମଧ୍ୟ ଆପଣ ଶାନ୍ତିରେ ରହିବେ। ଆପଣଙ୍କର ବ୍ୟାଙ୍କ ବାଲାନ୍ସ ନାହିଁ କିନ୍ତୁ ଆପଣ ଶାନ୍ତିରେ ଥିବେ। କାହିଁକି ଜାଣିଛନ୍ତି? କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣ ପାଇଛନ୍ତି। ଏହି ଶାନ୍ତିକୁ ଯିଏ ଅନୁଭବ କରିଛି ସେ ଜାଣିଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଉଥିବା ଶାନ୍ତି କିପରି। ଆଉ ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ, ବହୁତ ବଡ଼ ବଡ଼ ଧନୀ ଲୋକମାନେ, ଚାକିରିଆମାନେ, ସେମାନେ ନିଜର ସମସ୍ତ ଧନକୁ ପରିତ୍ୟାଗ କରିକି ସେମାନେ ଯୀଶୁଙ୍କ ପାଖକୁ କାହିଁକି ଆସନ୍ତି? ଯଦି ଆମେ ବାଇବେଲରେ ଯଦି ଆମେ ଦେଖିବା, ପିତର, ଯୋହନ, ଯାକୁବ ଏମାନଙ୍କ ଉଦାହରଣ ଆମେ ନେଇପାରିବା। ଏମାନେ ସମସ୍ତେ ଥିଲେ ମାଛ ଧରାଳି ବା ମାଛ ଧରିବା ବାଲାମାନେ ଥିଲେ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏମାନଙ୍କୁ ଡାକିଲେ, ଏମାନେ ନିଜର ଡଙ୍ଗା ଛାଡ଼ିକି, ଏମାନେ ବିଜନେସ୍ ନିଜର ଛାଡ଼ିକି ଯୀଶୁଙ୍କ ପାଖକୁ ଗଲେ। ଆଉ ଯେଉଁ ଯୀଶୁ କହିଥିଲେ କୋକିଶେଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ, ମାନେ ପ୍ରଭୁ ଯୀଶୁଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନଥିଲା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ବେଳେବେଳେ ନୌକାରେ ଶୋଇପଡ଼ୁଥିଲେ, ବେଳେବେଳେ ପାହାଡ଼ ଉପରେ, ଆଉ ବେଳେବେଳେ ଅନ୍ୟାନ୍ୟ ଜାଗାମାନଙ୍କରେ ସେ ଶୟନ କରୁଥିଲେ। ଯାହା ମିଳୁଥିଲା ଖାଉଥିଲେ। ଆଉ ଯୀଶୁ କହୁଥିଲେ, ଯଦି ତୁମେ ମୋତେ ଅନୁସରଣ କରିବ, ଯଦି ତୁମେ ମୋର ଶିଷ୍ୟ ହେବାକୁ ଚାହୁଁଛ, ତେବେ ନିଜକୁ ଅସ୍ୱୀକାର କରିବ, ନିଜର କ୍ରୁଶ ଘେନିକି ମୋ ପଛରେ ଆସିବ। ଆଉ ଗୋଟେ ବିଷୟ ଯୀଶୁ କହିଥିଲେ ଯେ ମନୁଷ୍ୟ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ମୁଣ୍ଡ ଗୁଞ୍ଜିବାର ସ୍ଥାନ ଆମର ହୁଏତ ନ ଥାଇପାରେ, କିନ୍ତୁ ଆମେ ଶାନ୍ତିରେ ଅଛୁ। ଏବେ ମୁଁ ଜଣେ ଖ୍ରୀଷ୍ଟିଆନ ବିରୋଧୀଙ୍କୁ ପ୍ରଶ୍ନ କରିବି, ତୁମେ କ'ଣ ଶାନ୍ତିରେ ଅଛ? ହୁଏତ ସେମାନେ ନିଜର ଅହଙ୍କାରକୁ ଦୃଷ୍ଟି ଆଗରେ ରଖି ସେମାନେ କହିପାରନ୍ତି, ତୁମେ ତ ଖ୍ରୀଷ୍ଟିଆନ ଲୋକ, ତୁମେ କିଏ ଆମକୁ ପଚାରିବା ପାଇଁ? ହଁ, ଆମେ ଶାନ୍ତିରେ ଅଛୁ। ନିଜର ଅହଙ୍କାରକୁ ଦୃଷ୍ଟିରେ ରଖିକି ଅଶାନ୍ତିରେ ଥିଲେ ମଧ୍ୟ ସେମାନେ କହିପାରନ୍ତି ଯେ ହଁ, ଆମେ ଶାନ୍ତିରେ ଅଛୁ। କିନ୍ତୁ ଯଦି ଆପଣ କହୁଛନ୍ତି ମୁଁ ଶାନ୍ତିରେ ଅଛି, ଟିକିଏ ଭଲ ଭାବରେ ଚିନ୍ତା କରନ୍ତୁ, କ'ଣ ଆପଣ ଶାନ୍ତିରେ ଅଛନ୍ତି? ବିଲକୁଲ ନୁହେଁ। ଯେ ପର୍ଯ୍ୟନ୍ତ ଜଣେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପାଇନାହିଁ, ତା ଜୀବନରେ ଶାନ୍ତି ନାହିଁ। ମୁଁ ଏମିତି ଦେଖିଛି ପ୍ରିୟ ବନ୍ଧୁଗଣ, ବଡ଼ ବଡ଼ ଧନୀ ଲୋକମାନେ, ଧନ ଥିବ, ଦୌଲତ ଥିବ, କିନ୍ତୁ ପ୍ରତିଦିନ ତାଙ୍କ ଘରେ ଅଶାନ୍ତି, କଳି, ଝଗଡ଼ା, ଡିଭୋର୍ସ, ଏ ସମସ୍ତ ବିଷୟ ତାଙ୍କ ପରିବାରରେ ଥାଏ। କାହିଁକି? କାରଣ ଯୀଶୁ ତାଙ୍କ ଜୀବନରେ ନାହାନ୍ତି। ଆଉ ଯୀଶୁ ଯାହା ଜୀବନରେ ଅଛନ୍ତି, ଆଉ ସେ ଯଦି କୌଣସି ଗଛ ତଳେ ବି ରହୁଥିବ, ସେ କହିବ ମୁଁ ଶାନ୍ତିରେ ଅଛି, ମୁଁ ଭଲରେ ଅଛି, ମୁଁ ଶାନ୍ତିରେ ଅଛି। ତେବେ ଏଇଟା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଉଥିବା ଶାନ୍ତି। ଅନେକ କହନ୍ତି ଚାଉଳ ବସ୍ତା ଦେଇକି ତୁମେ ଧର୍ମ ପରିବର୍ତ୍ତନ କରିଦେଲ, ତୁମେ ଖ୍ରୀଷ୍ଟିଆନ ହେଇଛ, ତୁମକୁ ନିହାତି 5-10 ବସ୍ତା ଚାଉଳ ମିଳିଥିବ। ତେବେ ମୁଁ କହି ରଖୁଅଛି, ଗୋଟେ ବସ୍ତା ଚାଉଳ ଯଦି ଆପଣ ଖାଇବେ, ଆପଣ ପରିବାର ଖାଇବେ, କେତେ ଦିନ ଯିବ? 15 ଦିନ ଯିବ। 5ଟା ବସ୍ତା 75 ଦିନ, ମାନେ 3 ମାସ ବି ଲାଗିବ ନାହିଁ, ଚାଉଳ ବସ୍ତା ଶେଷ ହୋଇଯିବ। ତାପରେ ଯେଉଁ ଅଶାନ୍ତିକୁ ସେଇ ଅଶାନ୍ତି। ଧରାଯାଉ ଆପଣଙ୍କୁ 1,00,000 ଟଙ୍କା ମିଳିଲା, ଆପଣ ସେଇ 1,00,000 ଟଙ୍କା ଖର୍ଚ୍ଚ କରି ଆଉ 3-4 ମାସ ପରେ ସେଇ 1,00,000 ଟଙ୍କା ଆପଣଙ୍କ ପାଖରେ ନଥିବ। ଆପଣଙ୍କ ଭିତରେ ଯେଉଁ ଅଶାନ୍ତି ପୂର୍ବରୁ ଥିଲା, ତାହା ପୁଣି ଆସିଯିବ, ପୁରା ଗ୍ୟାରେଣ୍ଟି, ଡେଫିନେଟଲି। ଆଉ ଇଏ କ'ଣ ଯୀଶୁ ଦେଇଥିବା ଶାନ୍ତି? ବିଲକୁଲ ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଶାନ୍ତି ଦିଅନ୍ତି, ସାରା ଜୀବନ ନିମନ୍ତେ ସେ ଶାନ୍ତି ଦିଅନ୍ତି। ଥରେ ଯିଏ ପ୍ରଭୁ ଯୀଶୁଖ୍ରୀଷ୍ଟ ଦେଉଥିବା ଶାନ୍ତି ପାଇଯାଏ, ଜୀବନ ସାରା ସେ ଶାନ୍ତିରେ ରହେ। ତେଣିକି ତା ଘରେ ଖାଇବାକୁ ଥାଉ କିମ୍ବା ନଥାଉ, ପିନ୍ଧିବାକୁ ଥାଉ କିମ୍ବା ନଥାଉ, କିନ୍ତୁ ସେ ଶାନ୍ତିରେ ରହିବ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଶାନ୍ତି ଦିଅନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଯେଉଁଟା ଗୁଜବ ଉଠିଅଛି ରାଇସ୍ ବ୍ୟାଗ୍ କନଭର୍ସନ୍, ଚାଉଳ ଦେଇକି ଧର୍ମ ପରିବର୍ତ୍ତନ, ଆଉ ଏଇଟା ହେଉଛି ସମ୍ପୂର୍ଣ୍ଣ ରୂପେ ଭ୍ରାନ୍ତ ଧାରଣା, ମିଥ୍ୟା ଧାରଣା।
जो माने एक्सपोज करने पे जाइथिले ख्रीष्टियानिटी को से माने निजे एक्सपोज हो गले आ से माने निजे जानले जे चाउल देकी कि नहीं कि कौन से धर्म परिवर्तन हुए ना जड़े भी एते भी मूर्ख नुहे आज दुनिया रे जड़े जड़े एत बड़ मूर्ख भी हो पारनी जे 2 किलो चाउल पाई निज धर्म को बदल देव आज दुनिया रे शिक्षित दुनिया रे आज विज्ञान जुगे जड़े एत बड़ भी मूर्ख हो पारनी जी कि 10 टंकिया पारासीटामोल पाई आउ निजर धर्म को बदल देव टंका पाई निज धर्म को बदल देव बिल्कुल नुहे किंतु कहीं जीशु पाख लोक मैंने आसती तार रहस्य अच्छे ताको जी जानिबो ताको आउ टंका देवाक पड़ोनी कि ताको कौन सी पारासीटामोल कि चाउल बसा देवाक पड़ोनी से आपे टाणी है कि जीशु पाख आसो आउ जत्ते पिटिले मारले मध्य से केबे फेरिबो नाही पछकू तेरे लास्ट आउ गोटे विषय आलोचना करवा जो 7 जन कि 8 जन आदिवासी लोक मैंने आसी आउ से माने निजर स्टेटमेंट देले जे आमे पुणी थे हिंदू हवा चाहूँ तेरे से माने कौन देखिक से आसी आज दुनिया रे लोक मैंने प्रभु को जानुंट 2 प्रकार रास्ता रे प्रथम हूँ सुसमाचार को शुणिकी विश्वास करिकी और द्वितीय रास्ता हूँ आश्चर्य कर्म को देखिकी प्रिय बंधुगण मु आपन को सत कथा कहूँ जी प्रकृत रे सुसमाचार शुणिकी विश्वास करिकी जीशु पाख आसथिबो से केबेले मध्य पछकू फेरिबो नाही किंतु जे आश्चर्य कर्म देखिकी आसीथिबो किंतु तार संभावना रही से हुए तो पछकू फेरी जाई पारे आ पालक महाशय माने समान मध्य गोटे भूल करती से रोग सुस्थ निमंते प्रार्थना करती से सुस्थ हो जाती किंतु से सुसमाचार दियंती नहीं तेणु मोर सजेसन पालकीय बंधु मानकु जदि जने पेसेंट आसूची प्रार्थना करने जदि जने भूतग्रस्त लोक किंबा कौन से बेमार व्यक्ति आसूची प्रार्थना करवा निमंते ताको बसांतु प्रथमे सुसमाचार दियंतु सुसमाचार दियंतु एवं तापरे प्रार्थना करतु रोग सुस्थ निमंते एवं ताको आपण बुझे दियंतु जे प्रभु जीशु कृष्ण पाख आसिले सुस्थता तो मिल सत कथा किंतु समानकर विश्वास उपरे निर्भर करे जदि समानकर हृदय विश्वास नहीं जदि विश्वास टलमल अच्छे टलमल माने काले सुस्थ हेबिना नहीं सुस्थ हेबिना नहीं जदि ए संदेह टिके भी जदि सेमानक भितर थिबो तेबे सेमाने कदापि रोग सुस्थ हबो नहीं समानकर तेबे एइटा मध्य आपण सेमानक बुझेई देबे एठी आसले सुस्थता मिलिबो सेथि निमंते गोटे कंडीशन अछि से कंडीशन कोन जीशुंकर शक्ति उपरे जीशुंक उपरे विश्वास करिया पड़िबो तेबे समस्त ख्रीष्ट प्रेम रे मोर आंतरिक नमस्कार आज एतिकी पुणी देखा आपण सहित आउ गोटे भिडियो आउ गोटे अध्याय नमस्कार।